ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁସଙ୍ଗ ଗ୍ରାମରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନମୁଣ୍ଡି କାର୍ଯ୍ୟ ସମାପନ ହୋଇଯାଇଛି। ଏହି ଅବସରରେ ଗତକାଲି 108 ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ କୁସଙ୍ଗ ବଡ଼ନାଳରୁ ରୀତିନୀତି ଅନୁଯାୟୀ ଗଙ୍ଗାମାତାଙ୍କୁ ପୂଜା ଅର୍ଚ୍ଚନା କରି ପୂର୍ଣ୍ଣ ଜଳସଂକଳ୍ପ କଳସ ଅଣାଯାଇଥିଲା। ମନ୍ଦିରରେ ପୂର୍ଣ୍ଣ କଳସୀ ପହଞ୍ଚିବା ପରେ ପୁଣି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଯଜ୍ଞମଣ୍ଡପରେ ସଂକଳ୍ପ କଳସକୁ ଅବସ୍ଥାପିତ କରାଯାଇଥିଲା। ଆଜି ଦିନ 2ଟାରେ ଶଙ୍ଖ, ହୁଳହୁଳି, ଘଣ୍ଟ, ନାମ ସଂକୀର୍ତ୍ତନରେ ରତ୍ନମୁଦ କାର୍ଯ୍ୟ ସମାପନ କରାଯାଇଛି। ନିୟମ ଅନୁସାରେ ଏହି ରତ୍ନମୁଦ କାର୍ଯ୍ୟରେ ଧାନ, ଚାଉଳ, ବିରି, କୋଳଥ, ଅଷ୍ଟଧାତୁ, ଗଙ୍ଗାଜଳ ଇତ୍ୟାଦି ପୂଜା ସାମଗ୍ରୀ ଦେଇ ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ନାମଯଜ୍ଞ, ତାପରେ ଘୃତଯଜ୍ଞ ଓ ଶେଷରେ ରତ୍ନମୁଦ ସମାପନ କରାଯାଇଥିଲା ଏବଂ ଶେଷରେ ପ୍ରସାଦ ସେବନ କରାଯାଇଥିବାର ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁସଙ୍ଗ ଗ୍ରାମ କମିଟିର ସଭାପତି ଅନାଦି ପ୍ରଧାନଙ୍କ ସହିତ ଉପସଭାପତି କବିରାଜ ସାହୁ ଓ ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ। ବୌଦ୍ଧରୁ ବଦ୍ରିନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।